ଫଟୋ ଗୋଟେ ଦିଟା ଖାଲି ମୁଁ ଦିଲ୍ଲୀପ କୁମାର ପାଣି ଟ୍ରକନାସନ ତାଲଚେର ପ୍ରେସିଡେଣ୍ଟ। କଣ ପାଇଁ ଆସିଥିଲେ? ସମସ୍ୟା ଥିଲା ଆଜି କଣ ଆସି ସମସ୍ୟା ଭେଟିଲେ? ଥିଲା? ଆମେ ଆସିଥିଲୁ ଆଜି ସିଏମଡି ସାର୍ଙ୍କୁ ଦେଖା କରିବାକୁ। ଆମର ତାଲଚେରରେ ଯେଉଁ କୋଇଲା ରୋଡ୍ ସେଲ୍ ମାଧ୍ୟମରେ ଚାଲୁଛି, ସେ ଯେଉଁ କ୍ୱାଣ୍ଟିଟି ଏମସିଏଲ୍ ଦେଉଛି ତାହା ବହୁତ କମ୍ ଥିଲା। ଆମେ ଏଥିଲାଗି ଆମର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖା କରିଥିଲୁ। ସେ ଆମକୁ ଆଶା ଏବଂ ଭରସା ଦେଇ ବସେଇଥିଲେ ଯେ ଯାଇକି ଆମର ଏମସିଏଲ୍ ସିଏମଡିଙ୍କ ସହିତ ଦେଖା କରନ୍ତୁ। ଏହା ନିଶ୍ଚିତ ଭାବରେ ତାଲଚେରର ଲ୍ୟାଣ୍ଡ ଆସୁଟିମାନଙ୍କ କାର୍ଯ୍ୟ କରାଯିବ। ଏଣୁ ତାଙ୍କ କଥା ମୁତାବକ ଆଜି ଆସିକି ଆମେ ଦେଖା କଲା ପରେ ଆମେ ଯେଉଁ କୋଇଲାର କ୍ୱାଣ୍ଟିଟି ପାଉଥିଲୁ ତା 2 ଗୁଣରୁ 3 ଗୁଣ ପର୍ଯ୍ୟନ୍ତ ବଢ଼ିଆ ଲାଗି ଆଜି ପ୍ରତିଶ୍ରୁତି ମିଳିଛି ଏବଂ ଆମେ ନିଶ୍ଚିତ ଭାବରେ ଆଶାବାଦୀ ଅଛୁ ଯେ ତାଲଚେରର ଯେଉଁ ଟ୍ରକ୍ ମାଲିକଙ୍କ ଅସୁବିଧା ଥିଲା ତାହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଦୂର ହେବ। କ'ଣ ମୁଖ୍ୟତଃ ଆପଣ ଦାବି ରଖିଥିଲେ ଯାହା ସମାଧାନ ହେଇଛି ଆଜି? ଆମେ ମିନିମମ୍ ତାଲଚେରରେ 15 ଲକ୍ଷ ଟନ୍ କୋଇଲା ପ୍ରତି ମାସରେ ଦେବା ଲାଗି ଦାବି ରଖିଥିଲୁ ଏବଂ ସେ ତାକୁ ଦେବେ ବୋଲି ଆଶା ଦେଇଛନ୍ତି। ଯୋଉଟା ଯାଉଛି ତାକୁ ଆମେ ମଧ୍ୟ କମ୍ କରିବା ଲାଗି ପ୍ରସ୍ତାବ ଦେଇଛୁ। ସେ ଚେଷ୍ଟା କରିବ ବୋଲି ଦାବି ପଠେଇଦେବେ। ମୁଁ ରାଜେନ୍ଦ୍ର କୁମାର ସିଂ, ଟ୍ରକ୍ ଓନର ଆସୋସିଏସନର ଆଡଭାଇଜର। ଆମେ ବିଗତ ଦିନରେ ଆମର ଟ୍ରକ୍ ଚାଲିବାରେ ବହୁତ ସମସ୍ୟା ହେଲା, କାରଣ ଅକ୍ସନରେ ଯେଉଁ କୋଇଲା ଦିଆଯାଉଥିଲା ଅଫର ସେଥିରେ ବହୁତ କମ୍ ଥିଲା। ସେଥିପାଇଁ ଆମେ କେନ୍ଦ୍ରମନ୍ତ୍ରୀ ଆମର ତାଲଚେରର ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀଙ୍କୁ ଭେଟ କରିଥିଲୁ। ତାଙ୍କର ଡାଇରେକ୍ସନରେ ସେ କୋଲ୍ ସେକ୍ରେଟାରୀଙ୍କୁ କହିଥିଲେ ଏବଂ ସିଏମଡିଙ୍କୁ ଦେଖା କରିବା ପାଇଁ ଆମକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସିଏମଡି ସାହେବଙ୍କ ଠାରୁ ଟାଇମ୍ ନେଇକି ଆମେ ତାଲଚେର ଟ୍ରକ୍ ମାଲିକ ପ୍ରେସିଡେଣ୍ଟ, ସେକ୍ରେଟାରୀ ଏବଂ ତାଙ୍କର କାର୍ଯ୍ୟକର୍ତ୍ତାଙ୍କ ସହିତ ମୁଁ ଆସିକି ପହଞ୍ଚିଥିଲୁ। ଆମର ସିଏମଡିଙ୍କ ସାହେବଙ୍କ ସହିତ ବୈଠକ ହେଲା। ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ପରେ ସେ 12ରୁ 15 ଲକ୍ଷ ଟନ୍ ରୋଡ଼ରେ ଦେବା ପାଇଁ ସହମତି ପ୍ରକାଶ କଲେ ଏବଂ ଟ୍ରେନରେ ଯେଉଁ କୋଇଲା ଯାଉଛି ସେଟାକୁ କେମିତି କମ୍ ହେବ, କିଛି କୋଇଲା ଲିଙ୍କେଜରୁ କେମିତି ଡାଇଭର୍ଟ ହେବ ତାଲଚେରକୁ, ସେ ତା ପାଇଁ ଆମକୁ ପ୍ରତିଶ୍ରୁତି ଦେଲେ। ତା ପାଇଁ ମଧ୍ୟ ଚେଷ୍ଟା କରିବେ ବୋଲି କହିଲେ। ଏଥିପାଇଁ ଆମେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛୁ। ଯାହା ହଉ ଏଇଟା ଆମ ତାଲଚେର ପାଇଁ ଗୋଟେ ଶୁଭଙ୍କର ଦିନ ଏବଂ ଆମେ ଟିକେ ଶାନ୍ତିରେ ଟ୍ରକ୍ ବାଲା ଚାଲିବୁ ବୋଲି ଆମ ମନରେ ଆଶା ଆଉ ବିଶ୍ୱାସ ହେଲା। କେବେଠୁ ଆପଣଙ୍କ ଅସୁବିଧାର ସମ୍ମୁଖୀନ ହେଉଥିଲା ଆପଣ? ଆମର ପାଖାପାଖି 2023ରୁ ଆମର ସମସ୍ୟା ହେଇଗଲାଣି। କ'ଣ ଏମିତି ହେଉଥିଲା ଅସୁବିଧା? ଯେଉଁ ସବୁ ଫ୍ୟାକ୍ଟ୍ରି ତାଙ୍କର କୋଇଲା କ୍ୱାଣ୍ଟିଟି କମ୍ କରିଦେଇକି ତାକୁ ଆଗନକୁ ଡାଇଭର୍ଟ କରିଦେବା ଯୋଗୁଁ ବା କୋଇଲା ଯେତିକି ଦରକାର ସେ ବାହାର ଯେଉଁ ସବୁ ମାଇନ୍ସ ଖୋଲିଗଲା ସେଥିରୁ କୋଇଲା ନେବା ଯୋଗୁଁ ଆମକୁ ସମସ୍ୟା ହେଉଥିଲା। ତେଣୁ ତାର ସମାଧାନ ହେଲା। ତେଣୁ ଆମେ ଶାନ୍ତିରେ ଟିକେ ଚାଲିବୁ ବୋଲି ଆମର ଆଶା ଆଉ ବିଶ୍ୱାସ। କେତେ ଗାଡ଼ି ଅଛି ଆପଣଙ୍କ? ଆମର ପାଖାପାଖି 6ରୁ 7 ହଜାର ଗାଡ଼ି ଅଛି ତାଲଚେର। ଥ୍ୟାଙ୍କ ୟୁ। ଫିରୋଜ କୁମାର ପ୍ରଧାନ, ପୂର୍ବତନ ସାଧାରଣ ସମ୍ପାଦକ ତାଲଚେର ଟ୍ରକ୍ ମାଲିକ ସଂଘ। ଆପଣ କେନ୍ଦ୍ରମନ୍ତ୍ରୀ କେବେ ଯାଇକି ଭେଟିଥିଲେ? କ'ଣ କିଛି ସମସ୍ୟା ଥିଲା? କ'ଣ କହିବା ସମାଧାନ ହେଲା? ଆମେ ଏଇ ମାସ 5 ତାରିଖ ଦିନ ସକାଳ 8 ଘଟିକା ସମୟରେ ମନ୍ତ୍ରୀଙ୍କର ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କର ବାସଭବନରେ ଆମର ଆଲୋଚନା ବୈଠକ ହୋଇଥିଲା ଏବଂ ବୈଠକରେ ଆମର ନେତା ମୁଖ୍ୟ କର୍ମୀ ରାଜେନ୍ଦ୍ର କୁମାର ସିଂ ମହୋଦୟ, ଆମ ଟ୍ରକ୍ ସଂଘର ସଭାପତି ଦିଲ୍ଲୀପ କୁମାର ପାଣି ମହୋଦୟ ଏବଂ ସାଧାରଣ ସମ୍ପାଦକ ଏବଂ ୱାର୍କିଂ ପ୍ରେସିଡେଣ୍ଟ ସମସ୍ତେ ଉପସ୍ଥିତ ଥିଲେ ଏବଂ ସେଇ ବୈଠକରେ ମନ୍ତ୍ରୀଙ୍କୁ ଆମେ ଅବଗତ କରିଥିଲୁ ତାଲଚେର ସମସ୍ୟା ଯେ 60 ଫୁଟି କୋଇଲା ଉପରେ ୟା ପରେ କିଛି ରୁଲ୍ସ ଆଣନ୍ତୁ। ମନ୍ତ୍ରୀ ଆମ ତାଲଚେର ସମସ୍ୟା ବୁଝି ସାରିଲା ପରେ ସେ ତୁରନ୍ତ କୋଇଲା ମନ୍ତ୍ରାଳୟକୁ ଯୋଗାଯୋଗ କରି ସିଏମଡିକୁ ନିର୍ଦ୍ଦେଶ ଦେଇଥିଲେ ଯେ 5 ଦିନ ଭିତରେ ଆପଣ ଏଇ ତାଲଚେରର ଏଇ କୋଇଲା ପରିବହନ ସମସ୍ୟାକୁ ଦୂରୀ କରନ୍ତୁ ଏବଂ ସିଏମଡି ସେଠି ରାଜି ହେଇଥିଲେ ଏବଂ ପର୍ଟିକୁଲାର ମନ୍ତ୍ରୀ ସେଦିନ ଗୋଟିଏ ଆବାଜ ଦେଇଥିଲେ ଯେ ଏବେ ଯେଉଁ ଅକ୍ସନ୍ ହେଇଛି ଏ ଅକ୍ସନ୍ରେ ଆଜିକୁ 2 ବର୍ଷ ହେବ ହିଙ୍ଗୁଳା ଏରିଆର ହିଙ୍ଗୁଳା କଲିଅରିରେ କୌଣସି କୋଇଲାର କ୍ୱାଲିଟି ଖରାପ ପାଇଁ ବୋଲି କିଛି ବୁକ୍ ହେଉନଥିଲା। ସବୁଥର 5 ଲକ୍ଷ ଅଫର ଦିଆହେଉଥିଲା ଏବଂ ମନ୍ତ୍ରୀ ସେଠି ହିଣ୍ଟସ୍ ଦେଇଥିଲେ ଯେ ଏଇଥର ପ୍ରଥମ ପାହାଚ ହିଙ୍ଗୁଳାରୁ ହିଁ ଉଠିବ ଏବଂ 5 ଲକ୍ଷ ଫୁଲ୍ ଅଫର କେମିତି ପୂର୍ଣ୍ଣ ହେବ ସେଇଥିପାଇଁ ବୋଲି ସିଏମଡିକୁ କହିଥିଲେ କି ଆପଣ ୟାର ତାଗିଦ କରିଥିଲେ ଯେ ତୁମେ ୟା ପ୍ରତିଶ୍ରୁତି ଦିଅ ଯେ 5 ଲକ୍ଷ ବୁକିଂ ହେବ। ଆଜି ଗୌରବର ଦିନ, ଆଜି ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ସଲାମ କରିବାକୁ ଇଚ୍ଛା ହେଉଛି ହୃଦୟ ଭରା କହୁକ ଭରାରେ ଯେ ଆଜି ପ୍ରଥମ ଥର ପାଇଁ ହିଙ୍ଗୁଳାର 2 ବର୍ଷ ପରେ 5 ଲକ୍ଷ ଟନ୍ର କୋଇଲା ବୁକ୍ ହୋଇଛି ଏବଂ କୋଇଲାର କ୍ୱାଲିଟି ଅଚାନକ ବଢ଼ିଛି। ତାଙ୍କର ହସ୍ତକ୍ଷେପ ଫଳରେ ମ୍ୟାନେଜମେଣ୍ଟ ଯେଉଁ ଦୁରୁପଯୋଗ କରୁଥିଲା ତାକୁ ଉଚିତ ମାର୍ଗରେ ଭଲ କୋଇଲା ପକାଇ 5 ଲକ୍ଷ ବୁକ୍ କରିଛି। ଏ ଆମ ତାଲଚେର ପାଇଁ ଗୋଟେ ଗୌରବ ଏବଂ ଆଶା ରଖୁଛୁ ଆଗାମୀ ଦିନରେ ମନ୍ତ୍ରୀଙ୍କର ଯେଉଁ ହସ୍ତକ୍ଷେପ ହେଇଛି ହିଙ୍ଗୁଳା ଠାରୁ ଲିଙ୍ଗରାଜ ପର୍ଯ୍ୟନ୍ତ ସହିତ କଣିହା ମାଇନ୍ସରେ ସମ୍ପୂର୍ଣ୍ଣ ଅଫର
ପୂର୍ଣ୍ଣ ହେବ ଏବଂ ୱାଗନ ଯେଉଁ ଦାଦାଗିରି କରିକି ମ୍ୟାନେଜମେଣ୍ଟ ୱାଗନ ମାଧ୍ୟମରେ କୋଇଲାକୁ ପରିବହନ କରିବା ପାଇଁ ଯୋଜନା କରୁଥିଲା ତାହା ପଣ୍ଡ ହୋଇଛି ମନ୍ତ୍ରୀଙ୍କର ହସ୍ତକ୍ଷେପ ଫଳରେ ଏବଂ ଆଗାମୀ ଦିନରେ ସମସ୍ତ ସେକ୍ଟର ଗୁଡ଼ିକ ତାଳଚେରରେ ପୂର୍ଣ୍ଣ ହେବ କୋଇଲାରେ ଏବଂ ସମସ୍ତ ପରିବହନକାରୀ ଉଚିତ ଭଡ଼ା ଦେଇ ସେ ତାଙ୍କର ପରିବହନ କାର୍ଯ୍ୟ ତୁଲେଇବେ ଏବଂ ଆମ ତାଳଚେରର ଯେଉଁ ଅର୍ଥନୀତି ଅବସ୍ଥା ଭୁଷୁଡ଼ି ଯାଇଥିଲା ଦୋକାନ ବାଡ଼ି ଠାରୁ ଆରମ୍ଭ କରି ଟାୟାର ପଙ୍କଚର ଦୋକାନ ଠାରୁ ଆରମ୍ଭ କରି ସବୁ ଅବସ୍ଥା ଅବ୍ୟବସ୍ଥା ଥିଲା ଆମେ ଆଶା ରଖୁଛୁ ଆଗାମୀ କିଛି ଦିନ ଭିତରେ ଏ ସମସ୍ତ ବ୍ୟବସ୍ଥା ଠିକ୍ ଭାବରେ ଚାଲିବ ଏବଂ ଆମର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ ବୋଲି ଆଶା ରଖୁଛୁ ତାଳଚେର ଟ୍ରକ୍ ମାଲିକ ହିସାବରେ ତାଳଚେରିଆ ହିସାବରେ ଆମ ଗର୍ବ ଏବଂ ଗୌରବର ଆମ ମାଟିର ପୁଅ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଆମେ ନିଶ୍ଚିତ ଭାବରେ ଆଜି ସାଲୁଟ ଜଣାଉଛୁ ଧନ୍ୟବାଦ। ଥ୍ୟାଙ୍କ ୟୁ।